ଜୟ ଜଗନ୍ନାଥ ବନ୍ଧୁମାନେ। ତ ଆଜିର ନ୍ୟୁଜକୁ ସ୍ୱାଗତ କରୁଛି। ମିଳିଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା। ଗୁରୁବାର ମହିଳାଙ୍କ ଖାତାକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟର ଟଙ୍କା ଆସିଛି। ବଣ୍ଟନ ହେଲା 117 କୋଟି ଟଙ୍କା। ଏହି ଟଙ୍କାଟି ଗୁରୁବାର ଦିନ ସମସ୍ତଙ୍କ ଖାତାକୁ ଯାଇଛି। ତ ସମସ୍ତେ ବ୍ୟାଙ୍କ ଯାଇ ଚେକ୍ କରିପାରିବେ ଆପଣଙ୍କ ଖାତାକୁ ପଇସା ଆସିଛି କି ନାହିଁ। ଆୟୋଜକ ପାକିସ୍ତାନ। ଦୁବାଇରେ ଫାଇନାଲ। ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ଥର 15ଟି ମ୍ୟାଚରୁ ପାକିସ୍ତାନରେ ଖେଳାଯାଇଛି 7। 9ରେ ଦୁବାଇରେ ଫାଇନାଲ। ମହାକାଶଚାରୀଙ୍କୁ ସୁସ୍ଥ ରଖିବେ ଅଣୁଜୀବ। ଅଧ୍ୟୟନ ରିପୋର୍ଟରେ ଦାବି, ମଣିଷ ଉପଯୋଗୀ ମାଇକ୍ରୋବ ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉ। କାରରେ ଶୂନ ଟିକସ ଚାହେଁ ଆମେରିକା। ପ୍ରସ୍ତାବରେ ରାଜି ନାହାନ୍ତି ଭାରତ ସରକାର। ମେ ପ୍ରଥମ ସପ୍ତାହରେ ଫଳ। ହିନ୍ଦୁ ସଂସ୍କୃତର 17 ଏଏମ୍ପି, 52ଟି କେନ୍ଦ୍ରରେ 19ରୁ ଖାତା ଦେଖା। ମୂଲ୍ୟାୟନ ଶିକ୍ଷକ କର୍ମଚାରୀ ନିୟୋଜିତ। ଉତ୍ତରାଖଣ୍ଡର ମୁଖାର୍ଜୀରେ ଗଙ୍ଗା ପୂଜା କଲେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର ଗସ୍ତରେ ଯାଉଥିଲେ। ଭାରତର କାଶୀର ମୁଖାର୍ଜୀଠାରେ ମା ଗଙ୍ଗାଙ୍କ ମନ୍ଦିରରେ ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଜୟରାଜଗୁରୁଙ୍କୁ ଘେରିଲେ ଖାଲିସ୍ତାନୀ ସମର୍ଥକ। ଲଣ୍ଡନରେ ସୁରକ୍ଷା ବ୍ୟବସ୍ଥା ଢିଲା। କାର ସାମ୍ନାକୁ ଆସି ତିରଙ୍ଗା ଫାଡ଼ିଲେ। ପ୍ରତିବାଦ ଜଣାଇଲେ ଭାରତ। ଲଣ୍ଡନ କାର୍ଯ୍ୟକ୍ରମରେ ଜୟରାଜଗୁରୁଙ୍କର ବୟାନ, ପିଓକେ ବିନା ଜାମ୍ମୁ କାଶ୍ମୀର ଅଧୁରା। ବାର୍ଷିକ ଋଣ ଯୋଜନା ଲକ୍ଷ୍ୟର 68.98% ହାସଲ। 178ତମ ଏସିଏଲବିସି ବୈଠକ। 100% ଲକ୍ଷ୍ୟ ହାସଲ କରିବାକୁ ବ୍ୟାଙ୍କଗୁଡ଼ିକୁ ଉନ୍ନୟନ କମିଶନରଙ୍କ ଆହ୍ୱାନ। ଗୃହ, ଶିକ୍ଷା, ସାମାଜିକ ଭିତ୍ତିଭୂମି, ରପ୍ତାନି କ୍ଷେତ୍ରକୁ ଋଣ ପ୍ରଦାନ କରିବା ଗୁରୁତ୍ୱ। ସରିଲା ମାଟ୍ରିକ ପରୀକ୍ଷା। 6 ଦିନରେ 1655 ଅନୁପସ୍ଥିତ। ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ। ଜଣେ ବାଣ ଭିଡ଼ାଳିଙ୍କର ଗୋଡ଼ ଛିଡ଼ିଗଲା, ଡାକ୍ତରଖାନାରେ ମୃତ। 2 ବାଣ ଓ 2 ଶ୍ରମିକ ଗୁରୁତର। ଶବ୍ଦ ଶୁଣି 2 ଶିଶୁ ଅସୁସ୍ଥ। ଘର କ୍ଷତିଗ୍ରସ୍ତ। 2ଟି ଘର କ୍ଷତିଗ୍ରସ୍ତ ହୋଇଛି।